ବଡ ଘର ବଡ ଗୁମର କଥା ଲୋ ପଡିଲା ବଡ ଦାଣ୍ଡରେ ଜଗତ ଜାଣିଲା ବ୍ରହ୍ମାଣ୍ଡ ଠାକୁର ଘରେ ଘରଣୀ କି ଡରେ ଛତ୍ର ଚାମର ଚିରାଳ ମାଳ ମାଳ ନାନା ଭେରିତୁରି ବାଜେ ରଥରୁ ଉତୁରି ରାମ ଦଇତାରି ଦେଉଳ ଦୁଆରେ ବିଜେ ଦେଖିଲେ ଶ୍ରୀବତ୍ସୀ କବାଟ ପଡିଛି ପଶିବାକୁ ନାହିଁ ବାଟ ବିଚାରିଲେ ଚିତ୍ତେ କୋପ କରି ମତେ ଲକ୍ଷ୍ମୀ କରିଛି ଏ କୁଟ ସଖାରେ ଲକ୍ଷ୍ମୀ କି ଦେଖିଲେ ଡର ଲାଗୁଛି ରେ ତା ମୁଖ ଆଉ ନ ଦେଖାରେ ପୁଣି ମନେ ମନେ ଭାବୁଛନ୍ତି ମହାପ୍ରଭୁ ଆମ୍ଭେ ଯେବେ ଚାଟୁ ପଟଳ କରିଣ ନ କହିବା ତାଙ୍କୁ ଆଗ କେବେ ହେ ମନରୁ ମାନନ ତେଜିବେ ଘେନି ବସିଥିବେ ରାଗ କୋମଳ କରିଣ କମଳ ଲୋଚନ ଭାସନ୍ତିରେ ପ୍ରାଣବନ୍ଧୁ କବାଟ ଫିଟାଅ ମୋ ଦୁଃଖ ତୁଟାଅ ଦେଖାଅ ବଦନ ଇନ୍ଦୁ 9 ଦିନ ମତେ ନବଯୁଗ ହେଲା ଶ୍ରୀମୁଖ ନ ଦେଖି ତୋର ଝୁରି ଝୁରି ଦେହ ଦୁର୍ବଳ ହେଲାଣି ପାଦନ ଚଳଇ ମୋର ମହାପ୍ରଭୁଙ୍କର ଚାଟୁ ପଟଳ ଶୁଣି ମା ମହାଲକ୍ଷ୍ମୀ ଉତ୍ତର ଦଉଛନ୍ତି ଯାଅ ଯାଅ ଫେରି ନୀଳାଦ୍ରି ବିହାରୀ ଭଉଣୀକୁ ସାଙ୍ଗେ ନିଅ ଛାଡି କରି ଗଲେ ଦୁଃଖ କରିବଟି ନନ୍ଦରଦାଙ୍କର ଝିଅ ବାପ ତ ଗୌଡ ନନ୍ଦ ମହାଖୁଡ ଝିଅ ପରା ଜେମା ଦେଇ ପିଲାଟି ଦିନରୁ ବହପି ଯାଇଛି ଦୁଧ ଦହି ସର ଖାଇ ମୁଖେ ମାଖି ଦେଇ ବନକ ହଳଦୀ ପିନ୍ଧି କଳା ମେଘି ଖଣ୍ଡେ ବାହୁ ଦୋହଲାଇ ଛାତିକି ଫୁଲାଇ ବୁଲୁଥାଇ ଦାଣ୍ଡେ ଦାଣ୍ଡେ ପୁଣି ମହାପ୍ରଭୁଙ୍କୁ କହୁଛନ୍ତି ମହାପ୍ରଭୁ ତୁମେ ହଉଛ ଶୁଆ ମହାପ୍ରଭୁ କହୁଛନ୍ତି ଆରେ ମୁଁ ତ କଳା କୁଆ ଇଏ କଣ ମତେ ଶୁଆ କହିଲାଣି ଇନ୍ଦ୍ର ଚନ୍ଦ୍ର ଯମ ନୈରୁତ ବରୁଣ ସୁର ସିଦ୍ଧ ବିଦ୍ୟାଧର ଶିବ କର ଯୋଡି ଉଭା ହୋଇଛନ୍ତି ସର୍ବେ ସେବା ପରିଚାର ତୁମ୍ଭ ଶ୍ରୀମୁଖକୁ ନିତ୍ୟ ଆସୁଛନ୍ତି ଦର୍ଶନ କରିବାକୁ ତୁମ୍ଭେ ଯାଇଥିଲ ଗୁଣ୍ଡିଚା ବାଡିକି କେଉଁ ଦିଅ ଦେଖିବାକୁ